ଏହା ଜରୁରୀ ନୁହେଁ କି ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ତୁମକୁ ସଫଳତା ମିଳିବା ଦରକାର। ମୁଁ କେବେ ବି ଦେଖେ ନାହିଁ କି ମୋ ପିଲା ସଫଳ ହୋଇଛି କି ବିଫଳ। ମୁଁ ତ କେବଳ ଏତିକି ଦେଖେ, ମୋ ପିଲା ଚେଷ୍ଟା କରିବା ବନ୍ଦ କରିନାହିଁ ତ, ସେ ହାର ତ ମାନି ନାହିଁ। କାରଣ ଯେଉଁ ପିଲା ହାର ମାନି ଅଟକିଯାଏ, ଗୋଟିଏ ସ୍ଥାନରେ ବସିଯାଏ, ସେ ଜୀବନରେ ସବୁଦିନ ପାଇଁ ହାରିଯାଏ। ସେଥିପାଇଁ ମୁଁ କୁହେ କି ଜୀବନରେ ପ୍ରତ୍ୟେକ ଥର ଜିତିବା ଜରୁରୀ ନୁହେଁ, ବରଂ ଜୀବନରେ ପ୍ରତ୍ୟେକ ଥର ଉଦ୍ୟମ ଜାରି ରଖିବା ଅତ୍ୟନ୍ତ ଜରୁରୀ। କାରଣ କେବଳ ଚେଷ୍ଟା କରିବା ଦ୍ୱାରା ତୁମେ ଧୀରେ ଧୀରେ ଆଗକୁ ବଢ଼ିବାକୁ ସମର୍ଥ ହେବ। ଜୀବନରେ ପ୍ରତ୍ୟେକ ଥର ଅଭିଯୋଗ କରିବା ଭଲ ନୁହେଁ। ବେଳେବେଳେ ବହୁତ ଛୋଟ ଛୋଟ କଥାକୁ ନେଇ ଅଭିଯୋଗ କର। ମୋତେ ଏହା ମିଳିନାହିଁ, ମୋତେ ତାହା ମିଳିନାହିଁ, ମୋର ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ଭଲ ନୁହେଁ, ବାବା ଆପଣ ତାକୁ ଦେଇଦେଲେ, ମୋତେ ଦେଲେନି। ଏମିତି ଅନେକ ପ୍ରକାରର। ଜୀବନରେ ଏହା ଯାହା ସବୁ ଘଟେ ତାହା ଚିରସ୍ଥାୟୀ ନୁହେଁ। ହଁ ପିଲାମାନେ, ଆଜି ଯେଉଁ ସ୍ଥିତି ଦେଖୁଛ ତାହା କାଲିକି ରହିବ ନାହିଁ। ତାହା କାଲିକି ନିଶ୍ଚିତ ରୂପରେ ବହୁତ ଭଲ ହୋଇଯିବ। ମୋ ଉପରେ ବିଶ୍ୱାସ ରଖ ଏବଂ ତୁମର ଭକ୍ତିରେ ଅଧିକ ଦୃଢ଼ତା ରଖ। ତାପରେ ଦେଖ କିପରି ତୁମେ ଜୀବନରେ ବହୁତ ଖୁସି ଅନୁଭବ କରିପାରିବ। ମୁଁ ତୁମ ଜୀବନରେ ଆସିଛି କେବଳ ତୁମକୁ ଖୁସି କରିବା ପାଇଁ, ତୁମକୁ ଖୁସି ଦେଖିବା ପାଇଁ। ସର୍ବଦା ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ତୁମର ପ୍ରତ୍ୟେକ ଦିନ ଶୁଭମୟ ମଙ୍ଗଳମୟ ହେବ। ଓମ୍ ସାଇ ରାମ, ଜୟ ସାଇ ରାମ।